ବାସ୍ତବରେ ଖାଦ୍ୟର ରଙ୍ଗଗୁଡ଼ିକ ଏହିଭଳି କାହିଁକି ଗତି କରେ? ଯେତେବେଳେ ଆମେ ଗୋଟିଏ ଜଳଭରା ପାତ୍ରକୁ ଗରମ ପାଣି ଥିବା ମଗ ଉପରେ ରଖିଲେ, ତେବେ ପାତ୍ରର ମଧ୍ୟ ଅଂଶ ମଧ୍ୟ ଗରମ ହେଲା। ଏହି ତାପ ମଧ୍ୟ ଅଂଶର ପାଣିକୁ ଗରମ କଲା ଏବଂ ପାତ୍ରର ପାର୍ଶ୍ୱ ଅଂଶର ପାଣି ଗୃହ ତାପମାତ୍ରାରେ କିମ୍ବା ମଧ୍ୟ ଭାଗରେ ଥିବା ପାଣି ଠାରୁ ଥଣ୍ଡା ଥିଲା। ଠିକ୍ ଅଛି, ମଧ୍ୟମ ଭାଗରେ ଥିବା ପାଣି ଏବେ ଗରମ, କିନ୍ତୁ ଏହା ଉପରକୁ କାହିଁକି ଯାଏ? ଦେଖାଯାଏ ଯେ ଏହା ଏଥିପାଇଁ ଉପରକୁ ଯାଏ କାରଣ ଏହା ଚାରିପାଖର ପାଣି ଠାରୁ ହାଲୁକା ହୋଇଯାଏ। ଯେତେବେଳେ ପାଣି ଗରମ ହୁଏ, ଏହା ହାଲକା ହୋଇଯାଏ ଏବଂ ଉପରକୁ ଯିବାକୁ ଆରମ୍ଭ କରେ। ଏହି କଥା ବାୟୁ ପାଇଁ ମଧ୍ୟ ସତ୍ୟ। ଯେତେବେଳେ ବାୟୁ ଗରମ ହୁଏ, ଏହା ଚାରିପାଖର ବାୟୁ ଠାରୁ ହାଲକା ହୋଇଯାଏ ଏବଂ ଉପରକୁ ଉଠିଯାଏ। ଏଇଠି ଆମେ ଦେଖିପାରୁଛନ୍ତି ଯେ ବାଷ୍ପ ଗୁଡ଼ିକ ଉପରକୁ ଯାଉଛି କାରଣ ଏହା ଚାରିପାଖର ବାୟୁ ଠାରୁ ଅଧିକ ଗରମ ଏବଂ ହାଲକା ଅଟେ। ଠିକ୍ ଏହିପରି ଭାବରେ ମଧ୍ୟର ପାଣି ଗରମ ହେଉଛି ଏବଂ ହାଲକା ହେଉଛି ଏବଂ ଉପରକୁ ଯିବାକୁ ଲାଗୁଛି। ଏବଂ ଯେତେବେଳେ ଗରମ ପାଣି ଉପରକୁ ଯାଏ, ସେଥିରେ ଥିବା ଲାଲ ଖାଦ୍ୟ ରଙ୍ଗ ମଧ୍ୟ ଉପରକୁ ଯିବାକୁ ଲାଗେ। ତେଣୁ ଆମେ ଲାଲ ରଙ୍ଗ ଉପରକୁ ଯିବାର ଦେଖୁଛନ୍ତି। ଏବେ ଯେତେବେଳେ ମଧ୍ୟ ଭାଗରେ ଥିବା ପାଣି ଉପରକୁ ଯାଏ, ପାଣିର ପାଖରେ ବା ପରିପାର୍ଶ୍ୱରେ ଥିବା ପାଣି ତାର ସ୍ଥାନ ନେବାକୁ ଆସୁଛନ୍ତି। ସେଥିପାଇଁ ଆମେ ନୀଳ ଖାଦ୍ୟ ରଙ୍ଗ ମଧ୍ୟ ଉପରକୁ ଯିବାର ଦେଖୁଛନ୍ତି। ପରିଶେଷରେ ଯେତେବେଳେ ପାର୍ଶ୍ୱରେ ଥିବା ପାଣି ଗୁଡ଼ିକ ମଧ୍ୟ ଉପରକୁ ଯାଏ, ଏହା ମଧ୍ୟ ଗରମ ହେଉଥାଏ ଏବଂ ଉପରକୁ ଯିବାକୁ ଆରମ୍ଭ କରେ, ଯାହାକୁ ଆମେ ନୀଳ ଖାଦ୍ୟ ରଙ୍ଗ ଉପରକୁ ଯିବାର ଦେଖୁଛନ୍ତି। ତାପରେ ପୁଣି ପାର୍ଶ୍ୱରେ ଥିବା ପାଣି ଏବଂ ଉପରର ପାଣି ଯେଉଁଥିରେ ଅଳ୍ପ ସମୟ ଥଣ୍ଡା ହେବାକୁ ମିଳିଥିଲା, ଏଠାରୁ ମଧ୍ୟ ଆସିବ ଏବଂ ଗରମ ହେବ ଏବଂ ପାର୍ଶ୍ୱରେ ଥିବା ସମସ୍ତ ପାଣି ମଧ୍ୟ ଭାଗକୁ ଆସିବ ଏବଂ ଆଉଥରେ ଉପରକୁ ଯିବ। ଏହିପରି ଭାବରେ ସମସ୍ତ ପାଣି ଗରମ ହୁଏ ଏବଂ ତାପର ଏହି ସଞ୍ଚରଣ ପ୍ରଣାଳୀକୁ ପରିଚଳନ ବୋଲି କୁହାଯାଏ। ଏହି ପ୍ରଣାଳୀରେ ସମସ୍ତ ବସ୍ତୁ ଗତି କରେ। ଏଠାରେ ପାଣି ନିଜେ ଗତି କରେ ଏବଂ ଆମେ ଏହାକୁ ଖାଦ୍ୟର ରଙ୍ଗର ଗତି ଦ୍ୱାରା ଦେଖିପାରୁଛନ୍ତି। ଏବେ ଏହି ପରିଚାଳନ ପ୍ରଣାଳୀ କେବଳ ପାଣି ପାଇଁ ସୀମିତ ନୁହେଁ। ଆମେ ବାୟୁ ମଧ୍ୟରେ ପରିଚାଳନ ପ୍ରଣାଳୀ ମଧ୍ୟ ଦେଖିଥାନ୍ତି। ଏହି ପ୍ରଣାଳୀରେ ଗରମ ବାୟୁ ଉପରକୁ ଯାଏ ଏବଂ ଥଣ୍ଡା ବାୟୁ ତଳକୁ ଆସେ। ତେବେ ତୁମେ ନିଶ୍ଚିତ ଭାବରେ ଦେଖିଥିବ ଯେ ଘରର ଉପର ଭାଗରେ ଏହିପରି ଏକ ଏକ୍ସଜଷ୍ଟ ଫ୍ୟାନ୍ ଲଗାଯାଇଥାଏ। ଠିକ୍ କଥା। ତାହେଲେ ସେଗୁଡ଼ିକ ଉପରେ କାହିଁକି ଲଗାଯାଇଛି? ମଧ୍ୟ ବା ତଳ ଭାଗରେ କାହିଁକି ଲଗାଯାଏ ନାହିଁ? ଦେଖାଯାଏ ଯେ ଆମ ଶରୀରର ତାପ, ଟିଭି ବା ଫ୍ରିଜ୍ ଭଳି ଉପକରଣ ଗୁଡ଼ିକ ବାୟୁକୁ ଗରମ କରୁଛି, ଯାହାଫଳରେ ବାୟୁ ଘରର ଉପର ଭାଗକୁ ଉଠିଯାଉଛି ଏବଂ ଯଦି ଏକ୍ସଜଷ୍ଟ ଫ୍ୟାନ୍ ଥାଏ, ତେବେ ସେଠାରୁ ବାୟୁକୁ ଘରୁ ବାହାରକୁ ବାହାର କରିଦିଏ ଏବଂ ଗରମ ବାୟୁର ସ୍ଥାନ ନେବା ପାଇଁ ବାହାରୁ ଥଣ୍ଡା ବାୟୁ ଘରର କବାଟ କିମ୍ବା ଝରକା ଦେଇ ଘର ମଧ୍ୟକୁ ପ୍ରବେଶ କରେ। ସେଥିପାଇଁ ଏକ୍ସଜଷ୍ଟ ଫ୍ୟାନ୍ ଗୁଡ଼ିକ କେବଳ ଖରାପ ଗନ୍ଧ ହଟାଇବା ପାଇଁ ନୁହେଁ, ବରଂ ଘର ଭିତରର ବାୟୁକୁ କିଛି ପରିମାଣରେ ଥଣ୍ଡା ରଖିବାରେ ମଧ୍ୟ ସହାୟତା କରେ। ଆମେ ସେହିପରି ଚିମ୍ନି ଗୁଡ଼ିକ ମଧ୍ୟରେ ପରିଚାଳନ ପ୍ରଣାଳୀ ମଧ୍ୟ ଦେଖିଥାନ୍ତି। ଏକ ଭାଟିରେ ଯେତେବେଳେ ବସ୍ତୁ ପୋଡ଼ାଯାଏ, ଗରମ ଧୂଆଁ ଗୁଡ଼ିକ ଉପରକୁ ଉଠିଯାଏ ଏବଂ ଏହି ଚିମ୍ନି ଦ୍ୱାରା ଏହା ବାହାରକୁ ବାହାରି ଯାଇଥାଏ। ତେବେ ଏହା ହିଁ ହେଉଛି ପରିଚାଳନ ପ୍ରଣାଳୀ ଦ୍ୱାରା ତାପ ସଞ୍ଚରଣ।